ନିହିମିଆ ଅଧ୍ୟାୟ 3। ଏଥି ଉତ୍ତାରେ ଇଲିଆସିବ ମହାଯାଜକ ଓ ତାହାର ଯାଜକ ଭାଇମାନେ ଉଠି ମେଷଦ୍ୱାର ଗଢ଼ିଲେ। ସେମାନେ ତାହା ପବିତ୍ର କରି ତହିଁର କବାଟ ସବୁ ସ୍ଥାପନ କଲେ। ହମେୟା ଦୁର୍ଗ ଓ ହନନେଲ ଦୁର୍ଗ ପର୍ଯ୍ୟନ୍ତ ସେମାନେ ପବିତ୍ର କଲେ। ତାହା ନିକଟରେ ଜିରିହର ଲୋକମାନେ ଗଢ଼ିଲେ। ଆଉ ସେମାନଙ୍କ ନିକଟରେ ଇମ୍ରିର ପୁତ୍ର ସକୁର ଗଢ଼ିଲା। ଆଉ ହସନାୟର ସନ୍ତାନଗଣ ମତ୍ସ୍ୟଦ୍ୱାର ଗଢ଼ିଲେ। ସେମାନେ ତହିଁର କଡ଼ି ଚଢ଼ାଇଲେ ଓ ତହିଁର କବାଟ ଓ ହୁଡୁକା ଓ ଅର୍ଗଳ ସବୁ ଲଗାଇଲେ। ପୁଣି ସେମାନଙ୍କ ନିକଟରେ ହକ୍କସର ପୌତ୍ର ଉରିୟର ପୁତ୍ର ମରେମୋତ ଜୀର୍ଣ୍ଣ ସଂସ୍କାର କଲା। ଆଉ ସେମାନଙ୍କ ନିକଟରେ ମଶେସବେଲର ପୌତ୍ର ବେରିଖିୟର ପୁତ୍ର ମସୁଲମ ଜୀର୍ଣ୍ଣ ସଂସ୍କାର କଲା। ଆଉ ସେମାନଙ୍କ ନିକଟରେ ବାନାର ପୁତ୍ର ସାଦୋକ ଜୀର୍ଣ୍ଣ ସଂସ୍କାର କଲା। ପୁଣି ସେମାନଙ୍କ ନିକଟରେ ତକୋୟ ଲୋକମାନେ ଜୀର୍ଣ୍ଣ ସଂସ୍କାର କଲେ। ମାତ୍ର ସେମାନଙ୍କର କୁଳୀନ ବର୍ଗ ଆପଣାମାନଙ୍କ ପ୍ରଭୁଙ୍କ କର୍ମରେ ବେକ ଦେଲେ ନାହିଁ। ଆଉ ପାସେହର ପୁତ୍ର ଜିହଆଦା ଓ ବସଦିଆର ପୁତ୍ର ମସୁଲମ ପୁରାତନ ଦ୍ୱାରର ଜୀର୍ଣ୍ଣ ସଂସ୍କାର କଲେ। ସେମାନେ ତହିଁର କଡ଼ି ଚଢ଼ାଇଲେ। ଆଉ ତହିଁର କବାଟ ହୁଡୁକା ଓ ଅର୍ଗଳ ସବୁ ଲଗାଇଲେ। ପୁଣି ସେମାନଙ୍କ ନିକଟରେ ଗିବିଅନୀୟ ମଲାଟିୟ ଓ ମରୋଣଥୀୟ ଜାଦୋନ ଗିବିଅନ ଓ ମିସ୍ପାର ଲୋକମାନେ ଜୀର୍ଣ୍ଣ ସଂସ୍କାର କଲେ। ଏମାନେ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷର ସିଂହାସନର ଅଧୀନ। ତାହା ନିକଟରେ ସ୍ୱର୍ଣ୍ଣକାରମାନେ ହର୍ହୟର ପୁତ୍ର ଉସିଏଲ ଜୀର୍ଣ୍ଣ ସଂସ୍କାର କଲେ। ଆଉ ତାହା ନିକଟରେ ଗନ୍ଧ ବଣିକମାନଙ୍କ ମଧ୍ୟରୁ ହନାନୀୟ ଜୀର୍ଣ୍ଣ ସଂସ୍କାର କଲା। ପୁଣି ସେମାନେ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଜିରୁସାଲମ ଦୃଢ଼ କଲେ। ସେମାନଙ୍କ ନିକଟରେ ଜିରୁସାଲମସ୍ଥ ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହୁରର ପୁତ୍ର ରଫାୟ ଜୀର୍ଣ୍ଣ ସଂସ୍କାର କଲା। ଆଉ ସେମାନଙ୍କ ନିକଟରେ ହରୁମଫର ପୁତ୍ର ଜିଦାୟ ଆପଣା ଗୃହ ସମ୍ମୁଖରେ ଜୀର୍ଣ୍ଣ ସଂସ୍କାର କଲା। ତାହା ନିକଟରେ ହସବନିୟର ପୁତ୍ର ହଟୁସ ଜୀର୍ଣ୍ଣ ସଂସ୍କାର କଲା। ହାରିମର ପୁତ୍ର ମଲକିୟ ଓ ପହତ ମୋୟାବର ପୁତ୍ର ହସୁବ ଅନ୍ୟ ଏକ ଅଂଶ ଓ ତୁନ୍ଦୁରୁ ଦୁର୍ଗର ଜୀର୍ଣ୍ଣ ସଂସ୍କାର କଲେ। ତାହା ନିକଟରେ ଜିରୁସାଲମ ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହଲୋହେସରର ପୁତ୍ର ସଲୁମ ଓ ତାହାର କନ୍ୟାମାନେ ଜୀର୍ଣ୍ଣ ସଂସ୍କାର କଲେ। ହାନୁନ ଓ ସାନହ ନିବାସୀମାନେ ଉପତ୍ୟକା ଦ୍ୱାରର ଜୀର୍ଣ୍ଣ ସଂସ୍କାର କଲେ। ସେମାନେ ତାହା ଗଢ଼ିଲେ ଓ ତହିଁର କବାଟ ହୁଡୁକା ଓ ଅର୍ଗଳ ସବୁ ଲଗାଇଲେ। ଆଉ ଖତଦ୍ୱାର ପର୍ଯ୍ୟନ୍ତ ପ୍ରାଚୀରର 1000 ହାତ ଦୃଢ଼ କଲେ। ପୁଣି ବଇତ ହକେରମ ପ୍ରଦେଶର ଅଧ୍ୟକ୍ଷ ରେଖବର ପୁତ୍ର ମଲକିୟ ଖତଦ୍ୱାରର ଜୀର୍ଣ୍ଣ ସଂସ୍କାର କଲା। ସେ ତାହା ଗଢ଼ିଲା ଓ ତହିଁର କବାଟ ହୁଡୁକା ଓ ଅର୍ଗଳ ସବୁ ଲଗାଇଲା। ପୁଣି ମିସ୍ପା ପ୍ରଦେଶରେ ଅଧ୍ୟକ୍ଷ କଲହୋସିର ପୁତ୍ର ସଲୁନ ନିର୍ଝର ଦ୍ୱାରର ଜୀର୍ଣ୍ଣ ସଂସ୍କାର କଲା। ସେ ତାହା ଗଢ଼ି ଆଚ୍ଛାଦନ କଲା ଓ ତହିଁର କବାଟ ହୁଡୁକା ଓ ଅର୍ଗଳ ସବୁ ଲଗାଇଲା। ପୁଣି ଦାଉଦ ନଗରରୁ ତଳକୁ ଯିବା ପାବଛ ପର୍ଯ୍ୟନ୍ତ ରାଜାଙ୍କର ଉଦ୍ୟାନ ନିକଟସ୍ଥ ସେଲା ପୁଷ୍କରିଣୀ ପ୍ରାଚୀର ଜୀର୍ଣ୍ଣ ସଂସ୍କାର କଲା। ତାହା ନିକଟରେ ବଇତ୍ସୁର ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ଅସବୁକର ପୁତ୍ର ନିହିମିଆ ଦାଉଦଙ୍କର କବର ସମ୍ମୁଖ ପର୍ଯ୍ୟନ୍ତ ଓ ନିର୍ମିତ ପୁଷ୍କରିଣୀ ପର୍ଯ୍ୟନ୍ତ ଓ ବୀରମାନଙ୍କ ଗୃହ ପର୍ଯ୍ୟନ୍ତ ଜୀର୍ଣ୍ଣ ସଂସ୍କାର କଲା। ତାହା ନିକଟରେ ଲେବୀୟମାନେ ଅର୍ଥାତ୍ ବାନିର ପୁତ୍ର ରହୁମ ଜୀର୍ଣ୍ଣ ସଂସ୍କାର କଲା। ତାହା ନିକଟରେ କିଲା ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହସବିୟ ଆପଣା ପ୍ରଦେଶ ପକ୍ଷରେ ଜୀର୍ଣ୍ଣ ସଂସ୍କାର କଲା। ତାହା ନିକଟରେ ସେମାନଙ୍କ ଭ୍ରାତୃଗଣ ଅର୍ଥାତ୍ କିଲା ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହୋନାନଦର ପୁତ୍ର ବବୟ ଜୀର୍ଣ୍ଣ ସଂସ୍କାର କଲା। ତାହା ନିକଟରେ ମିସ୍ପାର ଅଧ୍ୟକ୍ଷ ଜେସୁୟର ପୁତ୍ର ଏସର ପ୍ରାଚୀରର ବାଙ୍କ ନିକଟସ୍ଥ ଅସ୍ତ୍ରାଗାରର ଉଠାଣି ପଥ ସମ୍ମୁଖରେ ଅନ୍ୟ ଏକ ଅଂଶର ଜୀର୍ଣ୍ଣ ସଂସ୍କାର କଲା। ତାହା ନିକଟରେ ସବୟର ପୁତ୍ର ବାରୁକ ଯତ୍ନ କରି ପ୍ରାଚୀରର ବାଙ୍କଠାରୁ ଇଲିଆସିବ ମହାଯାଜକର ଗୃହଦ୍ୱାର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଜୀର୍ଣ୍ଣ ସଂସ୍କାର କଲା। ତାହା ଉତ୍ତାରେ ହକ୍କସର ପୌତ୍ର ଉରିୟର ପୁତ୍ର ମରେମୋତ ଇଲିଆସିବର ଗୃହଦ୍ୱାରଠାରୁ ଇଲିଆସିବର ଗୃହ ପ୍ରାନ୍ତ ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଜୀର୍ଣ୍ଣ ସଂସ୍କାର କଲା। ପୁଣି ତାହା ଉତ୍ତାରେ ପ୍ରାନ୍ତରବାସୀ ଯାଜକମାନେ ଜୀର୍ଣ୍ଣ ସଂସ୍କାର କଲେ। ସେମାନଙ୍କ ଉତ୍ତାରେ ବିନ୍ୟାମିନ ଓ ହସୁବ ଆପଣାମାନଙ୍କ ଗୃହ ସମ୍ମୁଖରେ ଜୀର୍ଣ୍ଣ ସଂସ୍କାର କଲେ। ସେମାନଙ୍କ ଉତ୍ତାରେ ଅନନୀୟର ପୌତ୍ର ମାସେହର ପୁତ୍ର ଅସରିୟ ଆପଣା ଗୃହ ନିକଟରେ ଜୀର୍ଣ୍ଣ ସଂସ୍କାର କଲା। ତାହା ଉତ୍ତାରେ ହେନାଦଦର ପୁତ୍ର ବିନୁଇ
ଅସରିୟର ଗୃହଠାରୁ ପ୍ରାଚୀରର ବାଙ୍କ ଓ କୋଣ ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଜୀର୍ଣ୍ଣ ସଂସ୍କାର କଲା। ଉଷୟର ପୁତ୍ର ପାଲାଲ ପ୍ରାଚୀରର ବାଙ୍କ ସମ୍ମୁଖରେ ପ୍ରହରୀଶାଳର ନିକଟସ୍ଥ ଉଚ୍ଚତର ରାଜଗୃହ ସମୀପରେ ବାହାର ଦୁର୍ଗ ପାଖରେ ଜୀର୍ଣ୍ଣ ସଂସ୍କାର କଲା। ତାହା ଉତ୍ତାରେ ପରିୟସର ପୁତ୍ର ପଦାୟ ଜୀର୍ଣ୍ଣ ସଂସ୍କାର କଲା। ଏହି ସମୟରେ ନଥିନୀୟମାନେ ଜଳଦ୍ୱାରର ପୂର୍ବ ଦିଗର ସମ୍ମୁଖ ପର୍ଯ୍ୟନ୍ତ ଓ ବାହାର ଦୁର୍ଗ ପର୍ଯ୍ୟନ୍ତ ଓଫଲରେ ବାସ କରୁଥିଲେ। ତାହା ଉତ୍ତାରେ ତକୋଇମାନେ ବାହାରସ୍ଥ ବଡ଼ ଦୁର୍ଗ ସମ୍ମୁଖରୁ ଓଫଲର ପ୍ରାଚୀର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଜୀର୍ଣ୍ଣ ସଂସ୍କାର କଲେ। ଯାଜକମାନେ ପ୍ରତ୍ୟେକ ଆପଣା ଆପଣା ଗୃହ ସମ୍ମୁଖରେ ଅଶ୍ୱଦ୍ୱାରର ଉପରି ଭାଗର ଜୀର୍ଣ୍ଣ ସଂସ୍କାର କଲେ। ସେମାନଙ୍କ ଉତ୍ତାରେ ଇମେରର ପୁତ୍ର ସାଦୋକ ଆପଣା ଗୃହ ସମ୍ମୁଖରେ ଜୀର୍ଣ୍ଣ ସଂସ୍କାର କଲା। ପୁଣି ତାହା ଉତ୍ତାରେ ପୂର୍ବ ଦ୍ୱାରପାଳ ଶିଖନିୟର ପୁତ୍ର ସମୟ ଜୀର୍ଣ୍ଣ ସଂସ୍କାର କଲା। ତାହା ଉତ୍ତାରେ ସେଲିମିୟର ପୁତ୍ର ହନାନୀୟ ଓ ସାଲଫର ଷଷ୍ଠ ପୁତ୍ର ହାନୁନ ଅନ୍ୟ ଏକ ଅଂଶର ଜୀର୍ଣ୍ଣ ସଂସ୍କାର କଲେ। ତାହା ଉତ୍ତାରେ ବେରିଖିୟର ପୁତ୍ର ମସୁଲମ ଆପଣା କୋଠରୀ ସମ୍ମୁଖରେ ଜୀର୍ଣ୍ଣ ସଂସ୍କାର କଲା। ତାହା ଉତ୍ତାରେ ମଲକିୟ ନାମକ ଜଣେ ସ୍ୱର୍ଣ୍ଣକାର ହମିଫ୍କ ଦ୍ୱାରର ସମ୍ମୁଖସ୍ଥ ନଥିନୀୟମାନଙ୍କର ଓ ବଣିକମାନଙ୍କର ଗୃହ ପର୍ଯ୍ୟନ୍ତ ଆଉ କୋଣର ଉଠାଣି ପର୍ଯ୍ୟନ୍ତ ଜୀର୍ଣ୍ଣ ସଂସ୍କାର କଲା। ପୁଣି କୋଣର ଉଠାଣି ଓ ମେଷଦ୍ୱାର ମଧ୍ୟରେ ସ୍ୱର୍ଣ୍ଣକାର ଓ ବଣିକମାନେ ଜୀର୍ଣ୍ଣ ସଂସ୍କାର କଲେ।